ସମବାୟ ଆନ୍ଦୋଳନର ନିହାତି ଆବଶ୍ୟକତା ରହିଛି। କିନ୍ତୁ କେଉଁ କାରଣରୁ ଆମେ ଓଡ଼ିଶାରେ ଫେଲ୍ ମାରିଛୁ ତାର ଅନୁଶୀଳନ କରିବାକୁ ପଡ଼ିବ। ସମବାୟ ଆନ୍ଦୋଳନ ଯେଉଁ ପର୍ଯ୍ୟନ୍ତ ଠିକ୍ କରି ଚାଲି ନାହିଁ ସେ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ଗୋଟେ କିମ୍ବା ସହରାଞ୍ଚଳର ଗୋଟେ ଲୋକକୁ ନ୍ୟାୟ ଦେବାର ମୁସ୍କିଲ ହେଇଛି। ଆଜି ଯଦି ଅତି ସ୍ପଷ୍ଟ ଭାବରେ କଥା ହେବା, ଗୋଟେ ଛୋଟିଆ ଗାଁରେ କିଏ ମହାଜନ ହେଲା 365 ଦିନ ଲୋକଙ୍କୁ ପଇସା ଦେଉଛି। 365 ଦିନ ଲୋକଙ୍କୁ ପଇସା ଦେଉଛି। ସେ ତାଙ୍କର ଧାନରେ, ସାରରେ, ତାଙ୍କର ବାହାଘରରେ ସବୁ ଜାଗାରେ ସେଇ ମହାଜନ ପଇସା ଦେବ ଏବଂ ବର୍ଷ ଯେତେବେଳେ ଧାନ ଅମଳ ହେବ ସବୁ ଧାନ ସିଏ ନେବ ଏବଂ ତାକୁ କିଛି ଖର୍ଚ୍ଚ ଆକାରରେ ଦେବ, ଯେଉଁଟା ଏଇଟା ସମବାୟ ବିଭାଗ କରିବାର କଥା। ସମବାୟ ବିଭାଗ ଯେଉଁଦିନ ରାତି ଅଧରେ ଲୋକକୁ ଯଦି ବେମାର ପଡ଼ିଛି ଲୋନ୍ ଦେଉ କି କିଛି ଦେଉ, ସେଦିନ ଯାଇକରି ସମବାୟ ବିଭାଗ ଆମର ସଫଳତା ହାସଲ କଲା ବୋଲି ଆମେ ଭାବିବା। ଆଉ ଆମେ ଥିଓରିଟିକାଲି ବହୁତ କଥା କହିବା, କିନ୍ତୁ ଆମେ ଯଦି କାମରେ ତାକୁ ନ ଦେଖାଉଛୁ, ସମବାୟ ମେମ୍ବରର ପ୍ରତ୍ୟେକ ଚାଷୀକୁ ସମବାୟ ମେମ୍ବର କେମିତି ସେମାନେ ସମବାୟରେ ସଦସ୍ୟ ହେବେ ତାର କାମ ବି ସମବାୟ ବିଭାଗ ଦେଖିବାର କଥା। ଏବଂ ସମବାୟ ବିଭାଗ ଦେଖି ସାରିଲା ପରେ ଆଜି ଯେମିତି ମହାଜନୀ କାରବାର ହେଉଛି ଗ୍ରାମାଞ୍ଚଳରେ, ମହାଜନୀ କାରବାରକୁ ସମ୍ପୂର୍ଣ୍ଣ ନିର୍ମୂଳ କରିବାର ଲାଗି ସମବାୟ ବିଭାଗ ଆଗକୁ ଆସିବା କଥା। ସମବାୟ ବିଭାଗ ଆସିକରି ତାର କେତେ ପ୍ରପର୍ଟି, କେତେ ଜମି, କେତେ ଧାନ ବାହାରିବ କ'ଣ, ଏଟାକୁ ମୁଁ କହୁନାହିଁ ଲସ୍ରେ ଚଲେଇବା ପାଇଁ, କିନ୍ତୁ ତାର କେତେ ପ୍ରପର୍ଟି ବାହାରିବ ଏବଂ କେତେ ପ୍ରପର୍ଟିରେ ସେ କେତେ ଲୋକଙ୍କୁ, ଆଜିକାଲି ମେଡ଼ିକାଲ ପାଇଁ ତ ବହୁତ ସ୍କିମ୍ ଆସିଗଲାଣି, ମେଡ଼ିକାଲ କଥା ଛାଡ଼ି ଦିଅନ୍ତୁ, ବାକି କଥାରେ ବି ତାର କେତେ ଦୂର ଆମେ ତାକୁ ସାହାଯ୍ୟ କରିପାରିବା, ତାର ଆର୍ଥିକ କ୍ଷମତା କ'ଣ ଆଉ ସେଇ କ୍ଷମତା ଭିତରେ ଆମେ ତାକୁ କେତେ ଦୂର ସାହାଯ୍ୟ କରିପାରୁଛୁ। এইটা ମହାରାଷ୍ଟ୍ର ଆଉ ଗୁଜରାଟରେ ଆମର ଦୁଇଟା, ତାମିଲନାଡୁ, କର୍ଣ୍ଣାଟକ, ଏଇଟା ଏଇ ମାନେ ରାଜ୍ୟ ମାନେ ସମବାୟ ଆନ୍ଦୋଳନରେ ବହୁତ ବଢ଼ିଆ କରୁଛନ୍ତି। ଆଜି ଟୋଟାଲ ଏବେ ତ କହୁଥିଲେ ସୁଗର ମିଲ୍ ଗୁଡ଼ାକ ବି ଆମର ସମବାୟ ବିଭାଗର। ଆଜି ନୟାଗଡ଼ ସୁଗର ମିଲ୍ ସମବାୟ ବିଭାଗର ଥିଲା। ତ ସମବାୟ ବିଭାଗ ସେଟାକୁ କ'ଣ ପରିଚାଳନାଗତ ତ୍ରୁଟି ହେଲା ଯେଉଁଥିପାଇଁ ଆଜି ବନ୍ଦ ହେବା ଲାଗି ପଡ଼ିଲା। ଥରେ ବନ୍ଦ ହେଇଗଲେ ଗୋଟେ ସୁଗର ମିଲ୍, ତା ସହିତ ସମ୍ପୃକ୍ତ ଅନେକ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଯେଉଁମାନେ ଆଖୁ ଚାଷ କରୁଥିଲେ, ଯେଉଁଥିରେ କି ସେଥିରେ ଆମର ଫରେନ୍ ଲିକର ବନୁଥିଲା ଏବଂ ଅନେକ ଜିନିଷ ଅଛି ଯେଉଁଥିରେ କି ସମସ୍ତେ କ୍ଷତିଗ୍ରସ୍ତ ହେଉଛନ୍ତି। ତ ଆମେ କେମିତି ରିଭାଇଭ୍ କରିପାରିବା ଏବଂ ଆଜି ବୋଧେ ଆମର ବହୁତ ଲିମିଟେଡ୍ କି ଗୋଟେ ବି ମୋତେ ଲାଗୁନାହିଁ ଚିନି କଳ ଓଡ଼ିଶାରେ ଚାଲୁଥିବ ବୋଲି। ଚିନି କଳ ଗୁଡ଼ାକର ଚାଲିବାର ନିହାତି ଆବଶ୍ୟକତା। ଆଖୁ ଚାଷ ଉପରେ ଗୁରୁତ୍ୱ, ଆମର ଛିପିଲମା ସାଇଟ୍ରେ ଯେତେବେଳେ ଆଖୁ ଚାଷ ପାଇଁ ସେଇମାନେ ବିଭାଗ ତରଫରୁ ଅନେକ ଗୁଡ଼ିଏ ଇରିଗେସନ୍ ପ୍ରକଳ୍ପ କରାଯାଇଥିଲା। ତ ଲୋକଙ୍କର ଆର୍ଥିକ ଅବସ୍ଥା ପାଇଁ କେବଳ ଧାନ ଚାଷ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର ଏବଂ ଧାନ ଚାଷ ନହେଲେ ଅନ୍ୟ ଯେମିତି କିଛି ଚାଷ ନାହିଁ, ଲୋକଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ଦେବାର କଥା। ବିକଳ୍ପ ବ୍ୟବସ୍ଥା ଦେଇକରି ସମବାୟ ବିଭାଗ ହିଁ ତାର ବଜାର ସୃଷ୍ଟି କରିବାର କଥା। ତାର ବଜାର ଯେଉଁଦିନ ସମବାୟ ବିଭାଗ ତରଫରୁ ଇନିସିଆଲ ନେଇକରି କରିବ, ତାହେଲେ ସେ ଯେଉଁ ଚାଷୀଟା ତାକୁ କୁହାହେଇଛି ତୁ ଏଇ ଚାଷ କର, ତାର ଯଦି ମାର୍କେଟ ଗ୍ୟାରେଣ୍ଟି ହେଇଗଲା ତାହେଲେ ସେ ବାରମ୍ବାର ସେ ଚାଷ କରିବ। ତ ସମବାୟ ବିଭାଗ ଏବଂ କୃଷି ବିଭାଗ ଏ ଦୁଇ ଜଣଙ୍କ ଭିତରେ ସମନ୍ୱୟର ଆବଶ୍ୟକତା ଅଛି। ଏ ଦୁଇ ବିଭାଗର ସମନ୍ୱୟରେ ଆମର ଲୋକଙ୍କର ଉନ୍ନତି ଘଟିପାରିବ। ତାର ସାଙ୍ଗେ ଯଦି ଆମେ ଫୁଡ୍ ଏବଂ ସିଭିଲ ସପ୍ଲାଏକୁ ମିଶାଇ ଦେବା ଆଉ ବଢ଼ିଆ। ତିନିଟା ବିଭାଗର ଏକ ସମନ୍ୱୟରେ ଗୋଟେ କୋଅର୍ଡିନେସନ୍ସ କମିଟି କରିକରି ଆମେ ଏ ବିଭାଗକୁ ଆହୁରି ଲୋକାଭିମୁଖୀ କରିପାରିବା ଏବଂ ଯେତେ ଲୋକାଭିମୁଖୀ ହେବ ଏବଂ ଲୋକଙ୍କର ସମସ୍ୟା ଯେତେ ସମାଧାନ ହେଇପାରିବ ସେତେ ଲାଭ ହେବ।